ବର୍ଷାର ସତର୍କ ଅନେକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା କହିଛି ପାଣିପାଗ ବିଭାଗ। ଆଗାମୀ 4 ଦିନ ଧରି ରାଜ୍ୟର କିଛି ସ୍ଥାନରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ଏବଂ ବର୍ଷା ସହିତ ବିଜୁଳି ଝଡ଼ ପବନ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନବରଙ୍ଗପୁର, ନୂଆପଡ଼ା, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ରାୟଗଡ଼ା ଜିଲ୍ଲାରେ ସତର୍କ ସୂଚନା ଜାରି ହୋଇଥିବା ବେଳେ 12 ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଓ ଦକ୍ଷିଣ ଓଡ଼ିଶାରେ ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। 13ରେ ଉପକୂଳ ଅଞ୍ଚଳରେ ବିଜୁଳି ସହ ଘଡ଼ଘଡ଼ି ହେବାର ସତର୍କ ଜାରି କରାଯାଇଥିବା ବେଳେ 14ରୁ 16 ପର୍ଯ୍ୟନ୍ତ କେତେକ ସ୍ଥାନରେ ପ୍ରବଳ ବର୍ଷା ରହିଥିବାର ସୂଚନା ଆସିଛି। ବିଶେଷ କରି କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି ଓ କନ୍ଧମାଳ, ନୂଆପଡ଼ା, ନବରଙ୍ଗପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ପୁରୀ ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା କେନ୍ଦ୍ର ଗଠିତ ହେବାକୁ ଯାଉଛି। ଏହି କେନ୍ଦ୍ର 3 ଲକ୍ଷ ବର୍ଗଫୁଟ ଅଞ୍ଚଳ ଅନ୍ତର୍ଜାତୀୟ ସ୍ତରର ବ୍ୟାଖ୍ୟାନ କେନ୍ଦ୍ର ଭାବରେ ଉନ୍ମୋଚନ ହେବାକୁ ଯାଉଥିବା ବେଳେ ରଥଯାତ୍ରା ପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ 3ଟି ବ୍ୟାଖ୍ୟାନ କେନ୍ଦ୍ର ଦର୍ଶନ କରିବେ। ସେ କହିଛନ୍ତି ଯେ ଏହି କେନ୍ଦ୍ରମାନଙ୍କରେ ମହାପ୍ରଭୁଙ୍କ ଲୀଳା ଓ ପୁରାଣ ଉପରେ ଗବେଷଣା ସୁବିଧା ମିଳିବ ଏବଂ ଏହା ସହ ବର୍ତ୍ତମାନ ରଥଯାତ୍ରା ପାଇଁ ପୁରୀର ଜୋରଦାର ପ୍ରସ୍ତୁତି ଚାଲିଥିବା ସୂଚନା ଦେଇଛନ୍ତି। ଜୁନ 27ରେ ପୁରୀରେ ରଥଯାତ୍ରା ହେବାକୁ ଥିବା ବେଳେ ଆଇନ ମନ୍ତ୍ରୀ ସଚେତନ କରିଛନ୍ତି ଯେ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ବେଳେ ରଥ ଉପରୁ ମୋବାଇଲ ନେଇବା ମନା ଏବଂ ଅଣସେବାୟତ ଚଢ଼ିଲେ କାନୁନ କାର୍ଯ୍ୟାନୁଷ୍ଠାନ ହେବ। ମନ୍ଦିର ପ୍ରଶାସନ ଅରବିନ୍ଦ ପାଢ଼ୀ ମଧ୍ୟ କହିଛନ୍ତି ଯେ ରଥ ଉପରେ ଫଟୋ ବା ଭିଡିଓ ତିଆରି କରିବା ଆଦୌ ସହନୀୟ ହେବ ନାହିଁ। ଦୋଷୀ ଉପରେ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ପୂର୍ବତନ ଭାରତୀୟ କ୍ୟାପ୍ଟେନ ମହେନ୍ଦ୍ର ସିଂ ଧୋନିଙ୍କୁ ଆଇସିସି ହଲ୍ ଅଫ୍ ଫେମ୍ରେ ସାମିଲ କରାଯାଇଛି। ସେ 11ତମ ଭାରତୀୟ ଖେଳାଳି ଯିଏ ଏହି ସମ୍ମାନ ପାଇଛନ୍ତି। ଧୋନିଙ୍କ ନେତୃତ୍ୱରେ ଭାରତର 2007 ଟି20 ବିଶ୍ୱକପ୍, 2011 ଦିନିକିଆ ବିଶ୍ୱକପ୍ ଓ 2013 ଚାମ୍ପିୟନ ଟ୍ରଫି ଜିତିଥିଲେ। ସେ ଭାରତ ପାଇଁ 350 ଦିନିକିଆ ଓ 990ଟି ଟେଷ୍ଟ ଖେଳି 15,649 ରନ୍ କରିଥିଲେ। ଏହି ବର୍ଷ ଆଇସିସି ହଲ୍ ଅଫ୍ ଫେମ୍ରେ ଧୋନିଙ୍କ ସହିତ ମିଥୁନ ହେଡେନ, ଭିକ୍ଟୋରୀ ଅମଲା, ଗ୍ରେମ୍ ସ୍ମିଥ ଓ ସାର ସହିତ ସାନା ମିର ମଧ୍ୟ ସାମିଲ ହୋଇଛନ୍ତି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ଆଜି ଆରମ୍ଭ ହେବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ନୀତି। ଚତୁର୍ଦ୍ଧାମୂର୍ତ୍ତିଙ୍କ ରତ୍ନବେଦୀ ଛାଡ଼ି ସ୍ନାନ ମଣ୍ଡପକୁ ଓହ୍ଲାଇ ଆଣି 108 ଗରା ସୁଗନ୍ଧିତ ଜଳ ଦ୍ୱାରା ସ୍ନାନ କରାଯିବ। ଏହା ପରେ ଶ୍ରୀଜୀଉଙ୍କ ଦ୍ୱାରା ପୀଡ଼ିତ ହେବେ ଏବଂ 15 ଦିନ ଅବସର ପରେ ରହି ଉପଚାର ନେବେ। ଏହା ସହିତ ଏହି ସମୟରେ ପିଟି ଦିଆଁ ଠାକୁରଙ୍କ ପୂଜା ହେବ। ଶ୍ରୀଜୀଉଙ୍କ ଗଜାନନ ବେଶ ଦେଖିବା ପାଇଁ ଲକ୍ଷାଧିକ ଭକ୍ତ ଭିଡ଼ରେ ଶ୍ରୀଜଗନ୍ନାଥ ଭରପୁର ଥିବା ବେଳେ ସୁରକ୍ଷା ପାଇଁ 70 ପ୍ଲାଟୁନ ଠାରୁ ଅଧିକ ପୋଲିସ ନିୟୋଜିତ ହେବେ। ଏହା ସହିତ 4 ଜଣ ଏସ୍ପି ମୁଖ୍ୟ ଭୂମିକା ନିର୍ବାହ କରିବା ସହିତ ସମଗ୍ର ସହରକୁ ସିସିଟିଭି ଦ୍ୱାରା ନଜର ରଖାଯିବ। ଧାଡ଼ି ପହଣ୍ଡି ସେନା ପଟ୍ଟା ଲାଗି ସ୍ନାନ ଦେବୀଙ୍କୁ ଆଗମନ ସହ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଶୃଙ୍ଖଳିତ ଓ ସୁରକ୍ଷିତ ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବାକୁ କୁହାଯାଇଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଜୁନ 12 ତାରିଖ ଅର୍ଥାତ୍ ଗୁରୁବାର ଓଡ଼ିଶାର ବିଜେପି ସରକାର ତାଙ୍କର ଶାସନର ପ୍ରଥମ ବର୍ଷ ପୂରଣ କରିବ। ଏହା ପୂର୍ବରୁ ରାଜ୍ୟ ସରକାର ଲୋକଙ୍କ ପାଇଁ କଣ ସବୁ କରିଛି ସେ ନେଇ ଟିକନିକ କରି ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗଣମାଧ୍ୟମରେ ସେ କହିଛନ୍ତି ଯେ 1 ବର୍ଷ ଭିତରେ ଲୋକଙ୍କ ଆଶା ପୂରଣ କରିଛୁ, ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ କରିଛୁ। ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ 6 ବର୍ଷ ହେବ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହୋଇନଥିବା ବେଳେ ବର୍ତ୍ତମାନ ତାହା କାର୍ଯ୍ୟକାରୀ ହୋଇଛି। ରାଜ୍ୟରେ ଚାଷୀ ଅନେକ ମାତ୍ରାରେ ଉପକୃତ ହୋଇଥିବା ବେଳେ ଆଗରୁ କେବେ ସରକାର କୃଷି ପାଇଁ ଏତେ ବଜେଟ କରିନଥିଲେ। ସମୁଦ୍ର କୃଷି ଯୋଜନାରେ ଆମେ 33.8 କୋଟି ଟଙ୍କା ବଜେଟ ନିଯୁକ୍ତ କରିଥିବା ବେଳେ ସେ ଆହୁରି କହିଛନ୍ତି 5 ବର୍ଷରେ 1,50,000 ଖାଲି ପଦବୀ ପୂରଣ କରିବାକୁ ଆମେ ଚେଷ୍ଟା କରିଥିଲୁ ଏବଂ ଏହା ପୂରଣ କରିଛୁ। ବର୍ଷକ ଭିତରେ ସ୍ୱଚ୍ଛତାର ସହ 28,000 ପଦବୀ ପୂରଣ ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ 40,000 ନୂଆ ପଦବୀ ପୂରଣ ହେବ ବୋଲି ସେ କହିଛନ୍ତି। ଏହା ସହିତ ସେ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ମଧ୍ୟ ଅନେକ ଯୁଗାନ୍ତରୀୟ ପଦକ୍ଷେପ ନିଆଯାଇଛି। 5ଟି ଜରିଆରେ ସ୍କୁଲର ରଙ୍ଗ ମାରି ରୂପାନ୍ତରୀଣ କରୁଥିବା, ଭ୍ରମ ସୃଷ୍ଟି କରୁଥିବା ଲୋକଙ୍କୁ ବାଦ କରି ନୂତନ କାର୍ଯ୍ୟ ଆରମ୍ଭ କରିବା ସହିତ ରାଜ୍ୟରେ ନୂତନ ଶିକ୍ଷାନୀତି ଲାଗୁ କରିବା ସହିତ ବୈପ୍ଳବିକ ପରିବର୍ତ୍ତନ ହେବ। ଶିଶୁ ବାଟିକା ଶୁଭାରମ୍ଭ ହୋଇଛି। ଆଗକୁ ଆଦର୍ଶ ବିଦ୍ୟାଳୟ ତିଆରି ହେବ ଏବଂ ପିଲାଙ୍କୁ ସରକାରୀ ସ୍କୁଲରୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରହିଛି। ଏହା ସହିତ 24 ବର୍ଷରେ ନୂଆ 24 ମିନିଟରେ ସବୁ କରିଥିବା ବେଳେ ଇଚ୍ଛା ଥିଲେ 24 ମିନିଟରେ ସବୁକିଛି କରିହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସରକାର ଦୁର୍ବଳ ନୀତି ପ୍ରଶ୍ରୟ ଦେବେ ନାହିଁ ଏବଂ ପିଅନ ଠାରୁ ଆରମ୍ଭ କରି ଆଇଏଏସ୍ ଯିଏ କେହି ବି ଦୁର୍ନୀତିର ପଥ ଅପସେଇବ ସିଏ ଜେଲ ଯିବ ବୋଲି ଥୟ କହିଛନ୍ତି ମୁଖ୍ୟମନ୍ତ୍ରୀ। ସାଧାରଣ ଲୋକ ଏବେ ଚାହିଁଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି ଏବଂ 2026 ଶେଷ ସୁଦ୍ଧା 90%ରୁ ଅଧିକ ପାନୀୟ ଜଳ ସମସ୍ୟା ଦୂର କରିବାକୁ ଆମର ଚେଷ୍ଟା ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ପ୍ରକାଶ ପାଇଲା ଅଜେଇ ରେଜଲ୍ଟ।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ଏହି ଫଳାଫଳ ପୁସ୍ତକ ଉନ୍ମୋଚନ କଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ। ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ ଜାଣିବା ପାଇଁ OJEE.nic.in ୱେବସାଇଟ୍ ମାଧ୍ୟମରେ ନିଜର ରାଙ୍କ କାର୍ଡ ପାଇପାରିବେ। ବି ଫାର୍ମାରେ ଯତେନ ମେହେର ଟପ୍ପର ହୋଇଥିବା ବେଳେ MBAରେ ଅନୁଗ୍ରହ ମିଶ୍ର ଟପ୍ପର ଏବଂ SCSରେ S ସିଜେନ୍ଦ୍ର ଟପ୍ପର ହୋଇଛନ୍ତି। ହିତେଶ କୁମାର ଧଳ M ଫର୍ମ, ଅସ୍ମିତା ସୁବୁଦ୍ଧି M ଆର୍କରେ ଟପ୍ପର ହୋଇଥିବା ବେଳେ ଐମିକାନ୍ତ ମଣିନ୍ଦର ସାହୁ M ପ୍ଲାନରେ ଟପ୍ପର ହୋଇଛନ୍ତି। ମିଳିଥିବା ସୂଚନାଯୋଗ୍ୟ ଯେ ଗତ ମେ 2 ତାରିଖରେ OJEE ପରୀକ୍ଷା ଆରମ୍ଭ ହୋଇଥିବା ବେଳେ 12 ତାରିଖ ଯାଏଁ ଏହା 3ଟି ସିଫ୍ଟରେ ଚାଲିଥିଲା। ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସ୍ଡ ଟେଷ୍ଟ CBT ମୋଡରେ ହୋଇଥିବାର ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାକୁ ଲାଗିଥିବା ବେଳେ ଗତ ସୋମବାର ଦିନ ଦେଶରେ ନୂତନ 358 ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 6491 ପହଞ୍ଚିଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା 50 ଟପିଥିବା ବେଳେ ସୋମବାର ଆଉ 6 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନୀଳକଣ୍ଠ ମିଶ୍ର ଏଥିସହିତ ବାର୍ଷିକ ରାଜ୍ୟର ମୋଟ କୋଭିଡ ରୋଗୀଙ୍କ ସଂଖ୍ୟା 56କୁ ପହଞ୍ଚିଛି। ଗତ ସୋମବାର 5 ଜଣ ରୋଗୀ ସ୍ୱାସ୍ଥ୍ୟ ସେବା ସହ ବର୍ତ୍ତମାନ ସୁଦ୍ଧା ମୋଟ 20 ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଫଳରେ ରାଜ୍ୟରେ ଏବେ 36 ଜଣ ସକ୍ରିୟ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଅନ୍ୟପଟେ କେରଳ ସର୍ବାଧିକ 1956 ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। କେରଳ ପରେ ଗୁଜରାଟ, ପଶ୍ଚିମବଙ୍ଗ ଓ ଦିଲ୍ଲୀ ଆଦିରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ କୋଭିଡ-19 କିମ୍ବା ଫ୍ଲୁ ଭଳି ରୋଗର ଲକ୍ଷଣ ଥିଲେ ଘରେ ରହିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଉଥିବା ସହିତ ଲକ୍ଷଣ ଅନୁଭବ କଲେ ସମାବେଶରୁ ଦୂରେଇ ରହିବା ସହ ନିଜକୁ ଅଲଗା ରଖିବାକୁ ଉଚିତ ବୋଲି ସେ କହିଛନ୍ତି। ନୂତନ ଷ୍ଟ୍ରେନ୍ ଅଧିକ ବିପଦପୂର୍ଣ୍ଣ ହୋଇନଥିବା ବେଳେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।